ପିଲାମାନେ ତୁମର ବାର୍ଷିକ ପରୀକ୍ଷାରେ ଯଦି ସନ୍ନ୍ୟାସୀ ବିଦ୍ରୋହକୁ ନେଇକି 8 ମାର୍କର ପ୍ରଶ୍ନ ଆସେ, ପ୍ରଥମେ ତୁମେ ସନ୍ନ୍ୟାସୀ ବିଦ୍ରୋହ ବିଷୟରେ ସାମାନ୍ୟ ଜ୍ଞାନ ପ୍ରଦାନ କରିବ। ଯେମିତି ସନ୍ନ୍ୟାସୀ ବିଦ୍ରୋହ କାହାକୁ କୁହାଯାଏ, ସନ୍ନ୍ୟାସୀ ବିଦ୍ରୋହ କେଉଁଠାରେ ଆରମ୍ଭ ହୋଇଥିଲା, ସନ୍ନ୍ୟାସୀ ବିଦ୍ରୋହ କେବେ ଆରମ୍ଭ ହୋଇଥିଲା, ଏହି ସମସ୍ତ ତଥ୍ୟଗୁଡ଼ିକ ଏହି ସନ୍ନ୍ୟାସୀ ବିଦ୍ରୋହ ପଏଣ୍ଟରେ ତୁମେ ଉପସ୍ଥାପନ କରିଦେବ। ଦ୍ୱିତୀୟରେ ତୁମେ ସନ୍ନ୍ୟାସୀ ବିଦ୍ରୋହର କାରଣ ଗୁଡ଼ିକ କ'ଣ କ'ଣ ଥିଲା ତାରି ବିଷୟରେ ବର୍ଣ୍ଣନା କରିବ। ତୃତୀୟରେ ସନ୍ନ୍ୟାସୀ ବିଦ୍ରୋହର ଅଗ୍ରଗତି ବିଷୟରେ ଲେଖିବ। ଚତୁର୍ଥରେ ସନ୍ନ୍ୟାସୀ ବିଦ୍ରୋହକୁ ଇଂରେଜମାନେ କେମିତି ଦମନ କଲେ ତାହାରି ବିଷୟରେ ଲେଖିବ ଏବଂ ସବୁଠୁ ଶେଷରେ ସନ୍ନ୍ୟାସୀ ବିଦ୍ରୋହର ଫଳାଫଳ ଲେଖି ତୁମର ଉତ୍ତରଟିକୁ ସମ୍ପୂର୍ଣ୍ଣ କରିବ। ସନ୍ନ୍ୟାସୀ ବିଦ୍ରୋହର ପ୍ରଥମ ଭାଗ ଭିଡ଼ିଓଟିକୁ ଯେଉଁ ପିଲାମାନେ ଦେଖିନାହଁ, ଏହି ୟୁଟ୍ୟୁବ୍ ଚ୍ୟାନେଲର ପ୍ଲେଲିଷ୍ଟରେ ସନ୍ନ୍ୟାସୀ ବିଦ୍ରୋହର ପ୍ରଥମ ଭାଗ ଭିଡ଼ିଓଟି ଉପଲବ୍ଧ ଅଛି। ତୁମେମାନେ ଯାଇକି ସେ ପ୍ଲେଲିଷ୍ଟରୁ ଦେଖିପାରିବ ଏବଂ ତାପରେ ତୁମେ ଏହି ଦ୍ୱିତୀୟ ଭାଗ ଭିଡ଼ିଓଟିକୁ ଦେଖିବ, ଯଦ୍ୱାରା ବହୁତ ସୁନ୍ଦର ଭାବରେ ଏବଂ ସରଳ ଭାବରେ ତୁମେ ଏହି ସନ୍ନ୍ୟାସୀ ବିଦ୍ରୋହକୁ ବୁଝିପାରିବ। ଆମେ ପ୍ରଥମ ଭାଗରେ ସନ୍ନ୍ୟାସୀ ବିଦ୍ରୋହ ବିଷୟରେ ପଢ଼ିଛୁ। ଆଜି ଏହି ସନ୍ନ୍ୟାସୀ ବିଦ୍ରୋହର ଦ୍ୱିତୀୟ ଭାଗ ଭିଡ଼ିଓରେ ଆମେ ସନ୍ନ୍ୟାସୀ ବିଦ୍ରୋହର କାରଣ ଗୁଡ଼ିକ ବିଷୟରେ ପଢ଼ିବା। ପିଲାମାନେ ସମସ୍ତଙ୍କୁ ମୁଁ ସନ୍ନ୍ୟାସୀ ବିଦ୍ରୋହର ଦ୍ୱିତୀୟ ଭାଗ ଭିଡ଼ିଓକୁ ସ୍ୱାଗତ କରୁଛି। ଏହି ସନ୍ନ୍ୟାସୀ ବିଦ୍ରୋହର ଦ୍ୱିତୀୟ ଭାଗ ଭିଡ଼ିଓରେ ଆମେ ସନ୍ନ୍ୟାସୀ ବିଦ୍ରୋହର କାରଣ ଗୁଡ଼ିକ ବିଷୟରେ ଜାଣିବା। ପ୍ରକୃତରେ ସନ୍ନ୍ୟାସୀ ବିଦ୍ରୋହ କେଉଁ କେଉଁ କାରଣ ପାଇଁ ସନ୍ନ୍ୟାସୀମାନଙ୍କ ଦ୍ୱାରା ସଂଗଠିତ ହୋଇଥିଲା, ଏଠି ତାର ବିଷୟରେ ଆମେ ଆଲୋଚନା କରିବା, ତା ସହିତ ଜାଣିବା ମଧ୍ୟ। ପିଲାମାନେ ସନ୍ନ୍ୟାସୀ ବିଦ୍ରୋହ ଅନେକ ଗୁଡ଼ିଏ କାରଣ ପାଇଁ ହୋଇଥିଲା। ଯେମିତିକି ଇଂରେଜମାନଙ୍କର ଦୃଷ୍ଟିଭଙ୍ଗୀ, ଧର୍ମଗତ କାରଣ, ଅର୍ଥନୈତିକ କାରଣ, ବଙ୍ଗରେ ଦୁର୍ଭିକ୍ଷ, ପ୍ରଶାସନିକ କାରଣ, ମଠ ଓ ଆଖଡ଼ାର ଭୂମିକା, ପ୍ରକୃତିର ସହଯୋଗ, ତା ସହିତ ଆଞ୍ଚଳିକ ସହାୟତା। ଏଠି ଯେଉଁ 8ଟି କାରଣ ଲେଖାଯାଇଛି ପିଲାମାନେ, ମୁଖ୍ୟତଃ ଏହି 8ଟି କାରଣ ପାଇଁ ହିଁ ସନ୍ନ୍ୟାସୀମାନଙ୍କ ଦ୍ୱାରା ଏହି ସନ୍ନ୍ୟାସୀ ବିଦ୍ରୋହ ଆରମ୍ଭ ହୋଇଥିଲା। ତ ଚାଲ ପିଲାମାନେ ଏଠି ଯେଉଁ ମୁଁ 8ଟି କାରଣ ଲେଖିଛି, ଏହି 8ଟି କାରଣକୁ ଗୋଟି ଗୋଟି କରି ଜାଣିବା। ସନ୍ନ୍ୟାସୀ ବିଦ୍ରୋହର ପ୍ରଥମ କାରଣଟି ହେଉଛି ଇଂରେଜମାନଙ୍କ ଦୃଷ୍ଟିଭଙ୍ଗୀ। ଇଂରେଜମାନଙ୍କର ଦୃଷ୍ଟିଭଙ୍ଗୀ ବେଙ୍ଗଲର ଲୋକମାନଙ୍କ ପ୍ରତି ଠିକ୍ ନଥିଲା। ଇଂରେଜମାନେ ବେଙ୍ଗଲରୁ ଅଧିକ କର ଆଦାୟ କରୁଥିଲେ। ଇଂରେଜମାନଙ୍କର ଏହି କର ଆଦାୟ ପ୍ରଣାଳୀ ବେଙ୍ଗଲର କୃଷକ ତଥା ସାଧାରଣ ଜନତାଙ୍କ ପାଇଁ ଅସହ୍ୟ ହୋଇପଡ଼ୁଥିଲା। ଆହୁରି ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଇଂରେଜମାନେ ସନ୍ନ୍ୟାସୀମାନଙ୍କ ବିଷୟରେ ତିଳେ ହେଲେ ଚିନ୍ତା କରୁନଥିଲେ। ଏହି ଦୃଷ୍ଟିଭଙ୍ଗୀ ଗୁଡ଼ିକ ପାଇଁ ସନ୍ନ୍ୟାସୀମାନେ ଇଂରେଜମାନଙ୍କ ବିରୋଧରେ ବିଦ୍ରୋହ କରିଥିଲେ। ସନ୍ନ୍ୟାସୀ ବିଦ୍ରୋହର ଦ୍ୱିତୀୟ କାରଣଟି ହେଉଛି ଧର୍ମଗତ କାରଣ। ଇଂରେଜମାନେ ବିଶ୍ୱାସ କରୁଥିଲେ ସନ୍ନ୍ୟାସୀମାନେ ହିଁ ବେଙ୍ଗଲରେ ବିଦ୍ରୋହ କରୁଛନ୍ତି ବୋଲି। ତେଣୁକରି ଇଂରେଜମାନେ ସନ୍ନ୍ୟାସୀମାନଙ୍କର ସଂଗଠନକୁ ବିରୋଧ କରୁଥିଲେ। କିନ୍ତୁ ସନ୍ନ୍ୟାସୀମାନେ ସଂଗଠନ ମାଧ୍ୟମରେ ହିଁ ସେମାନେ ତାଙ୍କର ଧାର୍ମିକ କାର୍ଯ୍ୟଗୁଡ଼ିକୁ ସମାପନ କରୁଥିଲେ। ସନ୍ନ୍ୟାସୀମାନଙ୍କର ତୀର୍ଥ, ମଠ, ମନ୍ଦିର ଭ୍ରମଣ ଇତ୍ୟାଦି ଧାର୍ମିକ ପ୍ରଥାଗୁଡ଼ିକୁ ଇଂରେଜମାନେ ବିରୋଧ କଲେ। ଇଂରେଜମାନଙ୍କର ଏହି
ଧର୍ମ ବିରୋଧୀ ନୀତିଗୁଡ଼ିକ ପାଇଁ ସନ୍ନ୍ୟାସୀମାନେ ଏହି ସନ୍ନ୍ୟାସୀ ବିଦ୍ରୋହ ଆରମ୍ଭ କରିଥିଲେ। ସନ୍ନ୍ୟାସୀ ବିଦ୍ରୋହର ପରବର୍ତ୍ତୀ କାରଣଟି ହେଉଛି ଅର୍ଥନୈତିକ କାରଣ। ଇଂରେଜମାନେ ବଙ୍ଗରେ ଦ୍ୱୈତ ଶାସନ ପ୍ରଚଳନ କଲେ। ଦ୍ୱୈତ ଶାସନ କହିଲେ ପିଲାମାନେ ଦେୱାନୀ ଶାସନ ଏବଂ ଫୌଜଦାରୀ ଶାସନ। ଦେୱାନୀ ଶାସନ କହିଲେ ପିଲାମାନେ ଅର୍ଥ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟଗୁଡ଼ିକୁ ଇଂରେଜମାନେ ପରିଚାଳିତ କଲେ। ଫୌଜଦାରୀ କହିଲେ ପିଲାମାନେ ଶାସନ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ଏବଂ ଏହି ଫୌଜଦାରୀ ବା ଶାସନ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ବେଙ୍ଗଲର ନବାବକୁ ଦେଲେ, ଯଦ୍ୱାରା ଲୋକମାନଙ୍କ ମନରେ ଅସନ୍ତୁଷ୍ଟ ଭାବ ପ୍ରକଟିତ ହେଲା। ତା ସହିତ ଆହୁରି ଇଂରେଜମାନେ ଚିରସ୍ଥାୟୀ ବନ୍ଦୋବସ୍ତ ପ୍ରଥା ମଧ୍ୟ ବେଙ୍ଗଲରେ ପ୍ରଚଳନ କଲେ। ଆହୁରି ଏହି ଚିରସ୍ଥାୟୀ ବନ୍ଦୋବସ୍ତର ଏକ ନିୟମ ଥିଲା ସୂର୍ଯ୍ୟାସ୍ତ ନିୟମ। ସୂର୍ଯ୍ୟାସ୍ତ ନିୟମ କହିଲେ ପିଲାମାନେ କର ପୈଠ କରିବାର ଶେଷ ଦିନର ସୂର୍ଯ୍ୟାସ୍ତ ପୂର୍ବରୁ ହିଁ ଜମିଦାରମାନଙ୍କୁ କର ପୈଠ କରିବାକୁ ପଡ଼ୁଥିଲା। ଯଦି ସୂର୍ଯ୍ୟାସ୍ତ ପୂର୍ବରୁ ଜମିଦାରମାନେ କର ପୈଠ କରି ପାରୁନଥିଲେ, ତାହେଲେ ତାଙ୍କର ଜମିଗୁଡ଼ିକୁ ଇଂରେଜମାନେ ହଡ଼ପ କରୁଥିଲେ। ଏହି ନିୟମକୁ ସୂର୍ଯ୍ୟାସ୍ତ ନିୟମ ବୋଲି କୁହାଯାଏ। ଏହି ସମସ୍ତ କାରଣ ପାଇଁ କୃଷକ, ଜମିଦାର ତଥା ସନ୍ନ୍ୟାସୀମାନଙ୍କର ଆର୍ଥିକ ଶୋଷଣ ହେଲା, ଯଦ୍ୱାରା ସନ୍ନ୍ୟାସୀମାନେ ବିଦ୍ରୋହ କଲେ। ସନ୍ନ୍ୟାସୀ ବିଦ୍ରୋହର ପରବର୍ତ୍ତୀ କାରଣଟି ହେଉଛି ବଙ୍ଗରେ ଦୁର୍ଭିକ୍ଷ। ବଙ୍ଗରେ 1770 ମସିହାରେ ଦୁର୍ଭିକ୍ଷ ହୋଇଥିଲା ଏବଂ ଏହି ବଙ୍ଗର ଦୁର୍ଭିକ୍ଷରେ ବଙ୍ଗର ଅନେକ ଲୋକ ମୃତ୍ୟୁବରଣ କରିଥିଲେ। ବଙ୍ଗରେ ଦୁର୍ଭିକ୍ଷ ହେବା ଦ୍ୱାରା ଇଂରେଜ ସରକାର ବଙ୍ଗରେ କର ଛାଡ଼ କରିବା କଥା, କିନ୍ତୁ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ବା ବ୍ରିଟିଶ ସରକାର ବଙ୍ଗରେ କର ଛାଡ଼ ନକରି ଓଲଟା କର ଆଦାୟ କଲେ, ଯଦ୍ୱାରା ଏହି ସନ୍ନ୍ୟାସୀମାନେ ବଙ୍ଗରେ ବିଦ୍ରୋହ ଆରମ୍ଭ କଲେ। ସନ୍ନ୍ୟାସୀ ବିଦ୍ରୋହର ଅନ୍ୟ ଏକ କାରଣ ହେଉଛି ପ୍ରଶାସନିକ କାରଣ। ଇଂରେଜମାନେ ବଙ୍ଗକୁ ଅଧିକାର କଲେ। ବଙ୍ଗର ସୈନ୍ୟ ଓ କର୍ମଚାରୀମାନଙ୍କୁ ସେମାନେ ବହିଷ୍କାର କଲେ। ବଙ୍ଗର ସୈନ୍ୟ ଓ କର୍ମଚାରୀମାନଙ୍କୁ ବହିଷ୍କାର କରି ସାରିଲା ପରେ ଇଂରେଜମାନେ ସେହି ବଙ୍ଗରେ ନୂତନ ସୈନ୍ୟ ଏବଂ କର୍ମଚାରୀମାନଙ୍କୁ ନିଯୁକ୍ତି ପ୍ରଦାନ କଲେ। ତା ସହିତ ବଙ୍ଗରେ ନୂତନ ଶାସନ ନୀତି ପ୍ରଚଳନ କଲେ। ଆହୁରି ପିଲାମାନେ ବଙ୍ଗରେ ଦ୍ୱୈତ ଶାସନ ମଧ୍ୟ ପ୍ରଚଳନ କଲେ। ଏହି ସମସ୍ତ ପ୍ରଶାସନିକ ପଦକ୍ଷେପକୁ ବେଙ୍ଗଲବାସୀ ତଥା ସନ୍ନ୍ୟାସୀମାନେ ସହ୍ୟ କରିପାରିଲେ ନାହିଁ ଏବଂ ସେମାନେ ସନ୍ନ୍ୟାସୀ ବିଦ୍ରୋହ ଆରମ୍ଭ କଲେ। ପରବର୍ତ୍ତୀ କାରଣଟି ହେଉଛି ମଠ ଓ ଆଖଡ଼ାର ଭୂମିକା। ସନ୍ନ୍ୟାସୀମାନେ ବେଙ୍ଗଲର ମଠରେ ଆଶ୍ରୟ ନେଉଥିଲେ ଏବଂ ସେହି ମଠରେ ସେମାନେ ଯୁଦ୍ଧ ଶିକ୍ଷା ଗ୍ରହଣ କରୁଥିଲେ। ପ୍ରକୃତରେ ଯଦି ଦେଖିବା, ସନ୍ନ୍ୟାସୀମାନଙ୍କୁ ଏହି ମଠ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଯୁଦ୍ଧ କରିବାକୁ ପ୍ରେରଣା ଦେଇଥିଲା ସନ୍ନ୍ୟାସୀମାନଙ୍କୁ। ସନ୍ନ୍ୟାସୀ ବିଦ୍ରୋହର ପରବର୍ତ୍ତୀ କାରଣଟି ହେଉଛି ପ୍ରକୃତିର ସହଯୋଗ ବା ପ୍ରକୃତିର ଅବଦାନ। ସନ୍ନ୍ୟାସୀ ବିଦ୍ରୋହ ସମୟରେ ବେଙ୍ଗଲ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା। ସନ୍ନ୍ୟାସୀମାନେ ବେଙ୍ଗଲର ଜଙ୍ଗଲଗୁଡ଼ିକରେ ଲୁଚି ଗେରିଲା ଯୁଦ୍ଧ ମାଧ୍ୟମରେ
ଇଂରେଜମାନଙ୍କ ବିରୁଦ୍ଧରେ ବିଦ୍ରୋହ କରୁଥିଲେ। ଏହିପରି ଭାବରେ ପ୍ରକୃତି ମଧ୍ୟ ସନ୍ନ୍ୟାସୀ ବିଦ୍ରୋହକୁ ସହଯୋଗ କରୁଥିଲା। ସନ୍ନ୍ୟାସୀ ବିଦ୍ରୋହର ଶେଷ କାରଣଟି ହେଉଛି ଆଞ୍ଚଳିକ ସହାୟତା। ସନ୍ନ୍ୟାସୀ ବିଦ୍ରୋହ କେବଳ ସନ୍ନ୍ୟାସୀମାନଙ୍କ ଦ୍ୱାରା ହୋଇଥିଲା ତାହା କହିଲେ ଭୁଲ ହୋଇଯିବ। କାହିଁକି ନା ଏହି ସନ୍ନ୍ୟାସୀ ବିଦ୍ରୋହକୁ ଅନେକ ଲୋକ ସହାୟତା ପ୍ରଦାନ କରିଥିଲେ। ଯେମିତିକି ବେଙ୍ଗଲର ସାଧାରଣ ଜନତା ଏହି ସନ୍ନ୍ୟାସୀ ବିଦ୍ରୋହକୁ ସହାୟତା ପ୍ରଦାନ କରିଥିଲେ। ଆହୁରି କେଉଁମାନେ ଏହି ସନ୍ନ୍ୟାସୀ ବିଦ୍ରୋହକୁ ସହଯୋଗ କରିଥିଲେ ବା ସହାୟତା ପ୍ରଦାନ କରିଥିଲେ? କୃଷକମାନେ, ଛୋଟ ଛୋଟ ଜମିଦାରମାନେ, ସାଧାରଣ ବର୍ଗର ଲୋକମାନେ। ଏହି ସମସ୍ତ ଲୋକ ମିଶିକି ଏହି ସନ୍ନ୍ୟାସୀ ବିଦ୍ରୋହକୁ ଆଗେଇ ନେଇଥିଲେ। ଆଜିର ଏହି ଭିଡ଼ିଓରେ ଆମେ ସନ୍ନ୍ୟାସୀ ବିଦ୍ରୋହର କାରଣ ଗୁଡ଼ିକ ବିଷୟରେ ଜାଣିଲେ। ସର୍ବମୋଟ ଆମେ ଏଠି 8ଟି କାରଣ ବିଷୟରେ ଆଲୋଚନା କଲେ। ପରୀକ୍ଷାରେ ଯଦି ତୁମର ପ୍ରଶ୍ନ ଆସେ ପିଲାମାନେ ଏହି 8ଟି କାରଣକୁ ଲେଖିଦେବ ଏବଂ ଗୋଟିଏ ଗୋଟିଏ କାରଣରେ ଅତି କମ୍ରେ 3ରୁ 4ଟି ସେଣ୍ଟେନ୍ସ ଲେଖିକି ସେହି କାରଣଟିକୁ ବୁଝେଇ ଦେବ। ଭିଡ଼ିଓଟିକୁ ପିଲାମାନେ ଯଦି ଭଲ ଲାଗିଥିବ ଲାଇକ୍ କରିଦେବ। ଏହି ୟୁଟ୍ୟୁବ୍ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବ ଏବଂ ଏହି ଭିଡ଼ିଓଟିକୁ ତୁମର ସାଙ୍ଗମାନଙ୍କ ସହିତ ସେୟାର ମଧ୍ୟ କରିଦେବ। ପରବର୍ତ୍ତୀ ଭିଡ଼ିଓରେ ପିଲାମାନେ ଆମେ ଏହି ସନ୍ନ୍ୟାସୀ ବିଦ୍ରୋହର ଅଗ୍ରଗତି ବିଷୟରେ ଜାଣିବା। ତା ସହିତ ଏହି ସନ୍ନ୍ୟାସୀ ବିଦ୍ରୋହର ଦମନ କେମିତି ଇଂରେଜମାନେ କଲେ ତାର ବିଷୟରେ ଜାଣିବା।